ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିଲା ମାଙ୍କଡ଼। ସେବା କରି ମାନବିକତାର ପରିଚୟ ଦେଲେ ଫରେଷ୍ଟ ଏବଂ ଦୁଇ ଯୁବକ। ରାଞ୍ଚି ବିଜୟୱାଡ଼ା 326 ନମ୍ବର ଜାତୀୟ ରାଜପଥ ବୈପାରିଗୁଡ଼ା ଲକ୍ଷ୍ମୀପୁର ଛକ ମଝିରେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ମାଙ୍କଡ଼ ରାସ୍ତା ପାର୍ଶ୍ୱରେ ପଡ଼ି ଛଟପଟ ହେଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଟାଙ୍ଗନିଗୁଡ଼ା ଗ୍ରାମର ମହେନ୍ଦ୍ର ମାଟା ଓ ଦେବା ଖରା ମାଙ୍କଡ଼କୁ ଉଦ୍ଧାର କରି ବୈପାରିଗୁଡ଼ା ଫରେଷ୍ଟ ଲଲିତା ହରିଜନଙ୍କୁ ଖବର ଦେଇ ମାଙ୍କଡ଼କୁ ରାସ୍ତାରୁ ଉଦ୍ଧାର କରି ବୈପାରିଗୁଡ଼ା ପ୍ରାଣୀ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରି ମାନବିକତାର ପରିଚୟ ଦେଖାଇଛନ୍ତି। ବନ ବିଭାଗ ପକ୍ଷରୁ ରାସ୍ତାକଡ଼ଗୁଡ଼ିକରେ ସୂଚନା ଫଳକ ଲଗାଇଥିଲେ ମଧ୍ୟ କିଛି ଯାନବାହନ ଗୁଡ଼ିକ ଜାତୀୟ ରାଜପଥ ହୋଇଥିବାରୁ ଦ୍ରୁତ ଗତିରେ ଗାଡ଼ି ଚଳାଚଳ କରୁଥିବା ବେଳେ ରାସ୍ତା ପାର ହେଉଥିବା ଏହି ନିରୀହ ପଶୁଗୁଡ଼ିକ ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖିବାକୁ ମିଳିଛି। ପଶୁ ବିଭାଗ ଏଲ୍ଆଇ ଗୁରୁତର ମାଙ୍କଡ଼କୁ ପ୍ରାଥମିକ ଚିକିତ୍ସା କରିବା ପରେ ଏହାର କିଛି ସମୟ ପରେ ମାଙ୍କଡ଼ଟି ସୁସ୍ଥ ହୋଇଥିବା ଜଣାପଡ଼ିଛି। ଯୁବକମାନେ ସ୍କୁଟି ଗାଡ଼ିରେ ରାସ୍ତାରୁ ମାଙ୍କଡ଼କୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟ ଆଣି ମାନବିକତାର ପରିଚୟ ଦେଇଥିବା ବେଳେ ଫରେଷ୍ଟର ମଧ୍ୟ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଚିକିତ୍ସାଳୟରେ ପହଞ୍ଚି ନିଜେ ମଧ୍ୟ ମାନବିକତା ଦେଖାଇଛନ୍ତି। ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଏବଂ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। କୋରାପୁଟ ବୈପାରିଗୁଡ଼ାରୁ ବିକ୍ରାନ୍ତ କୁମାର ବେବର୍ତ୍ତାଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ୍।